ଆଜିର କଳାଂଶକୁ ସ୍ୱାଗତ। ଆଜି ଆମେ ତୃତୀୟ ଶ୍ରେଣୀ ପରିବେଶ ପାଠ ବିଚିତ୍ର ଆମ ପୃଥିବୀ ବହିର ପାଠ 4 ଉଦ୍ଭିଦ ବିଷୟରେ ଜାଣିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟି ଦେଖି ଶୁଣି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି ପାଠକୁ ଆମେ ଆଲୋଚନା କରିବା। ଉଦ୍ଭିଦ ବିଷୟରେ ଜାଣିବା। ପିଲାମାନେ ତୁମେ ଜାଣିଛ ଉଦ୍ଭିଦ ମାନେ ଗଛ, ଗଛଲତା ବିଷୟରେ ଆମେ ଜାଣିବା। ଏହି ପାଠ ଆରମ୍ଭ କରିବା ପୂର୍ବରୁ ମୁଁ କହିବି ଯେ ଜିତୁ, ଲିପି, ସୋନୁ ପ୍ରତିଦିନ ଚାଲି ଚାଲି ସ୍କୁଲକୁ ଯାଆନ୍ତି। ଚାଲି ଚାଲି ଯିବା ବାଟରେ ସେମାନେ ବହୁତ ଦୃଶ୍ୟ ରାସ୍ତାରେ ଦେଖନ୍ତି। ତେଣୁ ସେମାନେ ଲକ୍ଷ୍ୟ କଲେ ଯେ ସବୁ ଉଦ୍ଭିଦ ସମାନ ନୁହନ୍ତି। ଲିପି, ଜିତୁ, ସୋନୁ ଦେଖିଲେ ଯେତେ ଗଛ ଅଛି, ସୁନ୍ଦର ଫୁଲ ଗଛ ଅଛି, ନଈ ନାଳ ପର୍ବତ ସବୁ ଝରଣା ଦେଖନ୍ତି। ତେଣୁ ସେଇ ଦେଖିଥିବା ମଧ୍ୟରେ ଯୋଉ ଗଛ ଦେଖିଲେ ସେଇ ଗଛ ମଧ୍ୟରେ ସବୁ ଗଛ ଏକାପରି ନୁହନ୍ତି। କାହାର ଆକାର ବଡ଼, କିଏ ଛୋଟ, କିଏ ବୁଦାଳିଆ, ଆଉ କିଏ ଲତା ଜାତୀୟ। ଲତା ମାନେ ମାଳିବା, ଆଉ ବୁଦାଳିଆ ଝଙ୍କାଳିଆ ହୋଇଥିବେ, ଆଉ କେତେବେଳେ ଡେଙ୍ଗା ହେଇଥିବ ସିଧା। ଏଇଭଳି ଗଛକୁ ଦେଖିଲେ ତେଣୁ ସେମାନେ ଜାଣିଲେ ବିଭିନ୍ନ ପ୍ରକାର ଉଦ୍ଭିଦ ରହିଛି। ବିଭିନ୍ନ ପ୍ରକାର ଉଦ୍ଭିଦ ଅଛି। ଏଗୁଡ଼ିକ ଆକାରରେ ବହୁତ ବଡ଼ ହୋଇଥାଇପାରେ, କେତେକ ଡେଙ୍ଗା ହୋଇଥାଏ ଏବଂ କାହାର କାହାର ଗଣ୍ଡି ଅଛି, ଶକ୍ତ କାଠ ଅଛି, କାହାର ଚେର ମୂଳ ମାଟିରେ ବହୁତ ଗଭୀରତାକୁ ଯାଇଥାଏ, ଡାଳ ଗୁଡ଼ିକ ଉପରକୁ ବାହାରିଥାଏ। ଏଇଭଳି ସେମାନେ ଦେଖିଲେ। ତେଣୁ ଯେଉଁ ସବୁ ଗଛ ଦେଖିଲେ ସେଇ ବିଷୟରେ ଆମେ ଆଜି ଆଲୋଚନା କରିବା। ଦେଖ ପିଲାମାନେ ବିଦ୍ୟାଳୟକୁ ଯିବା ବାଟରେ ସବୁ ଦେଖିଲେ ସେମାନେ ଗଛକୁ ସବୁ ଲକ୍ଷ୍ୟ କରୁଛନ୍ତି। ଲକ୍ଷ୍ୟ କରି ସେମାନେ ଡେଙ୍ଗା, କେଉଁଠି ବୁଦାଳିଆ, କେଉଁଠି ଲତା ଜାତୀୟ ସବୁ ଜାଣିବାକୁ ଚାହୁଁଛନ୍ତି। ତେବେ ଆସ ଆମେ ସେ ସବୁ ବିଷୟରେ ଜାଣିବା। ଦେଖ ପିଲାମାନେ ଏଠି ଗଛ ଅଛି, ବିଭିନ୍ନ ପ୍ରକାର ଗଛ ଅଛି। ଆମ୍ବ ଗଛ ଅଛି, ନଡ଼ିଆ ଗଛ ଅଛି। ଚିତ୍ର ଦେଖ, ଚିତ୍ର ଦେଖିଲେ ବୁଝିବ। ଏଠି ଆମ୍ବ ଗଛ ଅଛି, ଏଠି ନଡ଼ିଆ ଗଛ ଅଛି, ତେନ୍ତୁଳି ଗଛ ଅଛି, ପଣସ, ତାପରେ ଅଛି ବର ଗଛ, ତାପରେ ଅଛି କୃଷ୍ଣଚୂଡ଼ା ଗଛ, ତାପରେ ଅଛି ଅଶ୍ୱତଥ ଗଛ, ତାପରେ ଦେବଦାରୁ ଗଛ। ଏଇଭଳି ବିଭିନ୍ନ ପ୍ରକାର ଗଛକୁ ସେମାନେ ଦେଖିଲେ, ଲକ୍ଷ୍ୟ କଲେ। କିଏ ଲକ୍ଷ୍ୟ କଲେ? ଜିତୁ, ଲିପି ଆଉ ସୋନୁ ସବୁ ଦେଖିଲେ। ତାପରେ ଆମେ ଯିବା ଦେଖିବା କ'ଣ ତୁମେ ଜାଣିଥିବା ଗଛ ଗୁଡ଼ିକର ନାମ ଲେଖ। ଏଠି ଆମେ ଦେଖ, ତୁମେ ଜାଣିଥିବା ଗଛ ଗୁଡ଼ିକ ନାମ ଲେଖ। ଆମେ କେଉଁ କେଉଁ ଗଛ ଜାଣିଛେ ତା ନାଁ ଲେଖିବା। ଆମ୍ବ, ଉତ୍ତର ଲେଖିବା ଆମ୍ବ, ନିମ୍ବ, ବର, ଅଶ୍ୱତଥ, ନଡ଼ିଆ, ପଣସ, ଜାମୁକୋଳି ଏସବୁ ଗଛ ଆମେ ଦେଖିଛନ୍ତି। ତେଣୁ ସେଇ ଗୁଡ଼ିକର ଆମେ ନାମ ଲେଖିବା। ଏଠି ଲେଖାଯାଇଛି ଛୋଟ ବୁଦାଳିଆ ଗଛ। କେତେ ଗଛ ଅଛି ଛୋଟ ଆଉ ବୁଦାଳିଆ? ସେଇ ବୁଦାଳିଆ ଗଛ ବିଷୟରେ ଆମେ ଜାଣିବା। ବୁଦାଳିଆ ଗଛ ଗୁଡ଼ିକ ମଧ୍ୟରେ ରହିଲେ ମନ୍ଦାର, ଗୋଲାପ, ତୁଳସୀ, ମଲ୍ଲି ହଉଛି ବୁଦାଳିଆ ଗଛ। ଦେଖ ଏଠି ବୁଦାଳିଆ ଗଛ, ବୁଦାଳିଆ ଗଛ ଭିତରେ କିଏ କିଏ ରହିଲେ? ଗୋଟେ ହେଲା ମନ୍ଦାର ବୁଦାଳିଆ ଗଛ, ଗୋଲାପ, ତାପରେ ତୁଳସୀ, ମଲ୍ଲି ଏସବୁ ବୁଦାଳିଆ ଗଛ। ବୁଦାଳିଆ ଗଛ। ତାପରେ ଆଗକୁ ଯିବା। ତୁମେ ଜାଣ କି ଆମେ ଖାଉଥିବା ଡାଲି, ହରଡ଼, ମସୁର, ମୁଗ ଏବଂ ବିରି ଆଦି ବୁଦ ଜାତୀୟ ଉଦ୍ଭିଦ ମଞ୍ଜିର ଉଦାହରଣ ଅଟେ। ଦେଖ ଆଉ କେତେକ ବୁଦାଳିଆ ଗଛ ଆମେ ଦେଖିବା। ଏଗୁଡ଼ିକୁ ଭଲ ଭାବରେ ଲକ୍ଷ୍ୟ କର। ଦେଖ ଆମେ ଯାହା ଖାଉଛେ ଡାଲି, ହରଡ଼, ହରଡ଼ ମଧ୍ୟ ବୁଦାଳିଆ ଗଛ। ତାପରେ ମସୁର ମଧ୍ୟ ବୁଦାଳିଆ, ମୁଗ, ତାପରେ ଆସିଲା ବିରି, ଏସବୁ ବୁଦାଳିଆ ଗଛ ବା ଏଗୁଡ଼ିକ ଡାଲି ଜାତୀୟ ଗଛ। ଏଇ ଡାଲି ଜାତୀୟ ଗଛ ମଧ୍ୟ ବୁଦାଳିଆ ଅଟେ। ତାପରେ ଆସ ଲେଖିବା।
କେତେକ ବୁଦାଳିଆ ଗଛର ନାମ ଲେଖ। ଆମେ ଜାଣିଲେ ଉପରୋକ୍ତ ଚିତ୍ରରେ ଦେଖିଲେ ସେଇ ବୁଦାଳିଆ ଗଛଗୁଡ଼ିକ ନାମ ଲେଖିବା। କେତେକ ବୁଦାଳିଆ ଗଛର ନାମ ହେଲା ମନ୍ଦାର, ଗୋଲାପ, ତୁଳସୀ, ମଲ୍ଲି, ବାଇଗଣ ଓ ଲଙ୍କା ଗଛ। ଏସବୁ ବୁଦାଳିଆ ଗଛ। ତୁମ ଅଞ୍ଚଳରେ ଏଇ ଗଛଗୁଡ଼ିର ନାମ କ'ଣ ଜାଣିଛ କି? ଆମ ଅଞ୍ଚଳରେ ଏଗୁଡ଼ିକୁ ହରଡ଼, ମସୁର, ମୁଗ, ବିରି ହିଁ କୁହାଯାଏ। କେତେକ ଜାଗାରେ ହରଡ଼କୁ କାନ୍ଦୁଲ ମଧ୍ୟ କହନ୍ତି। ଆମ ଅଞ୍ଚଳରେ ହରଡ଼କୁ କାନ୍ଦୁଲ ବୋଲି ମଧ୍ୟ କୁହାଯାଇଥାଏ। ତାପରେ ଗୁଳ୍ମ ଏବଂ ଘାସ ଗଛ। ତାପରେ ଆଲୋଚନା କରିବା ଗୁଳ୍ମ ଏବଂ ଘାସ। ଗୁଳ୍ମ ଗୁଡ଼ିକ ଆକାରରେ ବହୁତ ଛୋଟ। ଏଗୁଡ଼ିକ କୋମଳ କାଣ୍ଡ ଥାଏ। ଗୁଳ୍ମର କାଣ୍ଡ କୋମଳ ଥାଏ। ଘାସ ହେଉଛି ଏକ ପ୍ରକାର ଗୁଳ୍ମ। ଘାସ ମଧ୍ୟ ଏକ ପ୍ରକାର ଗୁଳ୍ମ। ଉଦାହରଣ ପୁଦିନା, ଟମାଟୋ, ଧନିଆ, ସୋରିଷ ଏସବୁ ଗୁଳ୍ମ ଜାତୀୟ। ତେଣୁ ଆମେ ଏଠି ଦେଖିବା ଗୁଳ୍ମ ଜାତୀୟ ଗଛ କ'ଣ? ଛବି ଦେଖ। ଗୁଳ୍ମ ଜାତୀୟ ଗଛ ମଧ୍ୟରେ କିଏ କିଏ ଅଛି? ପୁଦିନା ଗୋଟେ ଗୁଳ୍ମ ଜାତୀୟ ଗଛ, ଟମାଟୋ, ତାପରେ ଧନିଆ, ତାପରେ ସୋରିଷ ଏସବୁ ଗୁଳ୍ମ ଜାତୀୟ ଗଛ। ତାପରେ ଘାସ, ଜଙ୍ଗଲୀ ଘାସ ମଧ୍ୟ ଗୁଳ୍ମ ଜାତୀୟ ଅଟେ। ତାପରେ ଦେଖିବା ତୁମେ ଜାଣ କି ଆମେ ଖାଉଥିବା ଶସ୍ୟ ଯଥା ଧାନ, ଚାଉଳ, ଗହମ, ବାଜରା, ଯଅ, ମାଣ୍ଡିଆ ଆଦି ହେଉଛି ବଡ଼ ଘାସର ମଞ୍ଜି। ତେଣୁ ଘାସ ଜାତୀୟ ଧାନକୁ କୁହାଯାଏ। ତାପରେ ଗହମ, ବାଜରା, ମାଣ୍ଡିଆ, ଯଅ ଏସବୁ ହେଉଛି ଗୁଳ୍ମ ବା ଘାସ ଜାତୀୟ ଉଦ୍ଭିଦ ଅଟେ। ଆଖୁ, ବାଉଁଶ ହେଉଛି ମଧ୍ୟ ଲମ୍ବା ଘାସ। ବାଉଁଶ ହେଉଛି ଏକ ବିଶେଷ ପ୍ରକାର ଘାସ ଯାହା 1 ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚିଥାଏ। ଆଖୁ ବା ବାଉଁଶ। ତାପରେ ଆଗକୁ ଯିବା। ଆସ ଲେଖିବା। ଆସ ଲେଖିବା। ତୁମେ ଦେଖିଥିବା କେତେକ ଗୁଳ୍ମର ନାମ ଲେଖ ଏବଂ କେଉଁଠାରେ ଦେଖିଛ ଲେଖ। ତୁମେ ଜାଣିଥିବା କେତୋଟି ଗୁଳ୍ମର ନାମ ଲେଖ। କେଉଁଠି ଦେଖିଛ ଲେଖ। ଦେଖିବା ଗୁଳ୍ମ ଜାତୀୟ ଗଛ ଆମେ ପଢ଼ିଲେ ତାକୁ ଆମେ ଉତ୍ତର ଲେଖିବା। ପୁଦିନା, ଧନିଆ, ଟମାଟୋ, ଦୁବ ଘାସ, ପାଳଙ୍ଗ ଏସବୁ କେଉଁଠି ଦେଖିଛ? ଏସବୁ ଆମ ଘର ବାହାରେ, ବଜାରରେ ଏବଂ ବଗିଚାରେ, କ୍ଷେତରେ, ଖେଳ ପଡ଼ିଆରେ, ପରିବା ବଗିଚାରେ ଏସବୁ ଆମେ ଦେଖିଛୁ। ତାପରେ ଆମେ ଆଗକୁ ଯିବା। ଏଠାରେ ଲେଖା ହେଇଛି ଆଶ୍ରିତ ଏବଂ ବିନା ଆଶ୍ରିତ ଗଛ। ଆଶ୍ରିତ ଗଛ କ'ଣ ବା ବିନା ଆଶ୍ରିତ ଲତା କ'ଣ? ଆଶ୍ରିତ ଲତା, ଲତା ଅର୍ଥ ମାଳିବା ଗଛ। ଦେଖ ଏଠି କେତେକ ଗଛ ଅଛି ଆଶ୍ରିତ ମାନେ ସେଗୁଡ଼ିକ ବିନା ଆଶ୍ରୟରେ ବଞ୍ଚନ୍ତି ନାହିଁ। ସେମାନେ ଆଶ୍ରୟ ନେଇ ବଞ୍ଚିଥାନ୍ତି। ଏଇ ଗଛଗୁଡ଼ିକ କାଣ୍ଡ ବହୁତ ଦୁର୍ବଳ। ତେଣୁ ଏହା ନିଜେ ସିଧା ଠିଆ ହୋଇପାରେ ନାହିଁ। ଏହା ଦୁଇ ପ୍ରକାର ହେଉଛି ଆଶ୍ରିତ ଲତା। ଯେଉଁ ଗଛ ବାଡ଼ିରେ ସାହାଯ୍ୟ ନେଇ ଉପରକୁ ବଢ଼ିଥାଏ କିମ୍ବା କୌଣସି ଗଛରେ ବାଳି ବଢ଼ିଥାଏ ତାକୁ କୁହାଯାଏ ଆଶ୍ରିତ ଲତା। ଆଶ୍ରିତ ଲତା ମଧ୍ୟରେ ରହିଲା ମନି ପ୍ଲାଣ୍ଟ, କଲରା ଏବଂ ଲାଉ ଏସବୁ ଆଶ୍ରିତ ଲତା। ପିଲାମାନେ ଭଲ ଭାବରେ ବୁଝ। ଆଶ୍ରିତ ମାନେ ଆଶ୍ରୟ ନେଇ ଯାହା ବଢ଼ିଥାଏ, ଆଗକୁ ଯାଇଥାଏ, ଲମ୍ବିଥାଏ, ସେ ହେଉଛି ଆଶ୍ରିତ ଲତା। ଲତା ଅର୍ଥ ମାଳିବା ଗଛ। ଧନ୍ୟ ଗୋଟିଏ କଲରା ଗଛ। କଲରା ଗଛ ଗୋଟେ ବାଡ଼ି ପୋତା ଯାଉଛି କିମ୍ବା ଗୋଟିଏ ଗଛକୁ ଶୁଖିଲା କାଠକୁ ଲଦିରେ ରଖାଯାଉଛି। ସେଇ ଶୁଖିଲା କାଠରେ ତାର ଡାଳ ପତ୍ର ଶାଖା ପ୍ରଶାଖା ସବୁ ମାଳିଥାଏ। ତାକୁ ଆଶ୍ରିତ ଲତା କୁହାଯାଏ। ତାପରେ ଆଗକୁ ଯିବା। ଆଉ କେତେକ ଗଛ ଅଛି ବିନା ଆଶ୍ରୟରେ, ବିନା ଆଶ୍ରିତରେ ବଢ଼ିଥାଏ। ସେ ହେଉଛି ବିନା ଆଶ୍ରିତ ଲତା। ବିନା ଆଶ୍ରିତ ଲତା ଭିତରେ ଯାଉଛି ଆମର ତରଭୁଜ, ତାପରେ କଖାରୁ। ଏମାନେ
ଆଶ୍ରୟ ବିନା ଆଶ୍ରୟରେ ତଳେ ମାଡ଼ି ଥାନ୍ତି। ଏହା ହେଉଛି ବିନା ଆଶ୍ରିତ ଲତା। ତାପରେ ଆମେ ଆଗକୁ ଯିବା। ଅନୁମାନ କର ଏହା ଆଶ୍ରିତ ଲତା ନା ବିନା ଆଶ୍ରିତ ଲତା। ଏଇ ଛବି ଦେଖୁଛ ପିଲାମାନେ, ଏଇ ଛବିରେ ଇଏ ଆଶ୍ରିତ ଲତା ନା ବିନା ଆଶ୍ରିତ ଲତା। ଏ ହେଉଛି ଛଚିନ୍ଦ୍ରା। ଛଚିନ୍ଦ୍ରା ଏହା ଆଶ୍ରିତ ଲତା ନା ବିନା ଆଶ୍ରିତ ଲତା। ଏହା ଏକ ଆଶ୍ରିତ ଲତା, କାରଣ ଏହାର ଫଳ ଓହଳି ଥାଏ ଏବଂ ଏହା ବଢିବା ପାଇଁ ମଞ୍ଚା ବା ବାଡ଼ିର ସାହାଯ୍ୟ ନିଏ। ତେଣୁ ଏହା ବିନା ଆଶ୍ରୟରେ ବଞ୍ଚିପାରେ ନାହିଁ, ବଢିପାରେ ନାହିଁ। ଏଗୁଡି ତୁମ ଅଞ୍ଚଳରେ ଆଉ କଣ କହନ୍ତି? ଆମ ଅଞ୍ଚଳରେ ଏହାକୁ ଛଚିନ୍ଦ୍ରା ବା ପୋଟଳ କହନ୍ତି, ବାଡ଼ି ପୋଟଳ ମଧ୍ୟ କହନ୍ତି। ତାପରେ ଆସ ଲେଖିବା। ତୁମେ ଦେଖିଥିବା କିଛି ଆଶ୍ରିତ କିମ୍ବା ବିନା ଆଶ୍ରିତ ଲତାର ନାମ ଏବଂ ସେଗୁଡ଼ିକ କେଉଁଠାରେ ଦେଖିଛ ଲେଖ। ପୃଷ୍ଠା 53ରେ ଦିଆଯାଇଥିବା ଚିତ୍ରଗୁଡ଼ିକରେ ସେଗୁଡ଼ିକ ମଧ୍ୟରୁ କିଛି ଅଛି କି? ସେଗୁଡ଼ିକ ତୁମ ଅଞ୍ଚଳରେ କଣ କୁହ? ଏହି ଗଛଗୁଡ଼ିକ ତୁମ ଭାଷାରେ କଣ କୁହନ୍ତି? ସେଗୁଡ଼ିକ ଗଛ, ବୁଦା, ଆଶ୍ରିତ କିମ୍ବା ବିନା ଆଶ୍ରିତ ଲତା, ତାହା ତମେ ଲେଖିବ। ଦେଖ, ଏଠାରେ ଗେଣ୍ଡୁ ଫୁଲ। ଗେଣ୍ଡୁ ଫୁଲ ହଉଛି ବୁଦା ଜାତୀୟ ଗଛ। ଇଏ ହଉଛି ଗେଣ୍ଡୁ ଫୁଲ, ବୁଦା ଜାତୀୟ ଗଛ। ଲେଖିବା ଆମେ ବୁଦା ଜାତୀୟ। ତାପରେ ନିମ୍ବ। ନିମ୍ବ ହଉଛି ବଡ ଗଛ। ଇଏ ନିମ୍ବ ବଡ ଗଛ। ଲେଖିବା ବଡ ଗଛ ହଉଛି ନିମ୍ବ। ତାପରେ ବରକୋଳି। ବରକୋଳି ଗଛ ବୁଦା ପରି ଦିଶେ। ବରକୋଳି ବୁଦା ପରି ଦେଖାଯାଏ। କେତେ ଜାଗାରେ ବଡ ଗଛ ମଧ୍ୟ ହୋଇଥାଏ। ତାକୁ ଆମେ ଲେଖିବା। ତାପରେ ତୁମେ କାର୍ଯ୍ୟ 1, ତୁମେ 2ରୁ 4 ଜଣିଆ ଦଳରେ ବିଦ୍ୟାଳୟ ଭିତରେ କିମ୍ବା ନିକଟରେ ଥିବା କୌଣସି ଗଛ କିମ୍ବା ବୁଦା ପାଖରେ ଠିଆ ହୁଅ। ଏବେ ତୁମ ଚାରିପଟେ ଯେତେ ଦୂର ପର୍ଯ୍ୟନ୍ତ ଦେଖିପାରିବ ଦେଖ। ତୁମ ପାଦ ତଳକୁ ମଧ୍ୟ ଲକ୍ଷ୍ୟ କର। ତୁମେ କେତେ ପ୍ରକାର ଗଛ, ବୁଦା, ଗୁଳ୍ମ, ଘାସ, ଆଶ୍ରିତ କିମ୍ବା ବିନା ଆଶ୍ରିତ ଲତା ଦେଖିଲ, ତାହାକୁ ଲେଖିବ। ଆମ ଚାରିପାଖରେ ପାଠ୍ୟ ପୁସ୍ତକରେ ଦିଆଯାଇଥିବା ବିଭିନ୍ନ ପ୍ରକାର ଉଦ୍ଭିଦ ହେଲା ଗଛ। ଗଛ ଭିତରେ ରହିଲା ଆମ୍ବ, ନଡ଼ିଆ, ତେନ୍ତୁଳି, ପଣସ, ବରଗଛ, କୃଷ୍ଣଚୂଡ଼ା, ଅଶ୍ୱତ୍ଥ, ଦେବଦାରୁ, ଜାମୁକୋଳି, ବରକୋଳି। ସେଭଳି ବୁଦା ଜାତୀୟ ଗଛ। ବୁଦା ଜାତୀୟ ଭିତରେ ଆମେ ଦେଖିବା ମନ୍ଦାର, ଗୋଲାପ, ତୁଳସୀ, ମଲ୍ଲି, ହରଡ଼, ମସୁର, ମୁଗ, ବିରି। ସେଇଭଳି ଗୁଳ୍ମ ଜାତୀୟ ଗଛ ହଉଛି ଆମେ ପଢିଲେ ପୁଦିନା, ଟମାଟୋ, ଧନିଆ, ସୋରିଷ। ସେଭଳି ଘାସ ଭିତରେ ରହିଲା ଧାନ, ଗହମ, ବାଜରା, ମାଣ୍ଡିଆ, ଯଅ, ଆଖୁ, ବାଉଁଶ, ଜଙ୍ଗଲୀ ଘାସ। ସେଭଳି ଆଶ୍ରିତ ଲତା ଭିତରେ ଆମେ ପଢିଲେ ମନି ପ୍ଲାଣ୍ଟ, କଲରା, ଛଚିନ୍ଦ୍ରା। ବିନା ଆଶ୍ରିତରେ ଆମେ ପଢିଲେ ଲାଉ, ତରଭୁଜ, କଖାରୁ। ଏଇଭଳି ଆମେ ପଢିଲେ ତାକୁ ତୁମେ ଲକ୍ଷ୍ୟ କର। ଦଳ ହୋଇ ତମେ ସେଗୁଡ଼ିକ ଭଲ ଭାବରେ ବୁଝ। ସାଙ୍ଗସାଥି ମାନଙ୍କ ସହିତ ଆଲୋଚନା କର। ଯଦି ନ ବୁଝିପାରେ ତାହେଲେ ଗୁରୁଜନଙ୍କ ସହାୟତା ନିଅ, ଯଦ୍ୱାରା କି ଆମେ ଜାଣିପାରିବା। ତେଣୁ ଆମେ ପ୍ରତିଦିନ ଆମ ବାଡ଼ି ବଗିଚାରେ ଥିବା ଗଛ ଗୁଡ଼ିକୁ, ଆମ ଆଖପାଖ ରାସ୍ତା କଡ଼ରେ ଥିବା ଗଛ ଗୁଡ଼ିକୁ ସବୁ ଲକ୍ଷ୍ୟ କରିବା ଏବଂ ସେଇ ଉଦ୍ଭିଦ ବିଷୟରେ ଜାଣିବା, ସେମାନଙ୍କ ଉପକାରିତା ବିଷୟରେ ଜାଣିବା, ଉଦ୍ଭିଦ ସହ ବନ୍ଧୁତା କରିବା। ତୁମେ ବନ୍ଧୁତା କରିବାକୁ ଚାହୁଁଥିବା ଏକ ମୋଟା କାଣ୍ଡ ଥିବା କିମ୍ବା ବୁଦା କିମ୍ବା ଏକ ଗଛକୁ ବାଛ। ଏହା ତୁମେ ନିଜେ କିମ୍ବା ତୁମ ସାଙ୍ଗମାନଙ୍କ ସହିତ କରିପାରିବ। ତୁମେ ବାଛିଥିବା ଉଦ୍ଭିଦର ନାମ ଦିଅ। ତୁମେ ଯେଉଁ ଗଛର ବାଛିଛ ସେ ଗଛର ନାମ ଦେବ। ପ୍ରତିଦିନ ତାକୁ ପାଣି ଦେଇ ତାର ଯତ୍ନ ନିଅ। ନିଜ ବନ୍ଧୁ ଭଳି ତାକୁ ସୁରକ୍ଷିତ ରଖ। ଦେଖ ପିଲାମାନେ, ଉଦ୍ଭିଦ ବଞ୍ଚିଲେ ଆମେ ବଞ୍ଚିବା। କାହିଁକି? ଉଦ୍ଭିଦ ପ୍ରଚୁର ପରିମାଣରେ ଅମ୍ଳଜାନ ଦିଏ। ସେଇ ଅମ୍ଳଜାନ ପ୍ରାଣୀ ଜଗତ ବହନ ନେଇଥାନ୍ତି। ତେଣୁ ପ୍ରାଣୀ ଜଗତ ନେଇ ଜୀବନ ଧାରଣ କରିଥାନ୍ତି। ତେଣୁ ଆମେ ଗଛକୁ ବଞ୍ଚାଇବା, ତାର ଯତ୍ନ ନେବା। ଏବେ ତୁମେ ସେଇ ଉଦ୍ଭିଦ ନିକଟକୁ ଦେଖ। ଏହାର ପତ୍ର, ଫୁଲ, ଫଳକୁ ଦେଖ। ଏଥିରେ ଅନେକ ପତ୍ର, ଫୁଲ, ଫଳ ଅଛି, ଆଦୌ ନାହିଁ। ଆଧାରରେ ପରବର୍ତ୍ତୀ ପୃଷ୍ଠାରେ ସାରଣୀରେ ତୁମେ ପର୍ଯ୍ୟାୟଗୁଡ଼ିକ ଲିପିବଦ୍ଧ କର। ତୁମେ ଦେଖିବ, ତାକୁ ଲକ୍ଷ୍ୟ କରିବ ଏବଂ
ସେଇ ଗଛକୁ ଭଲ ଭାବରେ ଲକ୍ଷ୍ୟ କରି ପର୍ଯ୍ୟବେକ୍ଷଣର ସମୟ ଏବଂ ତାରିଖ, କେଉଁ ଦିନ ତମେ ସେଇ ଗଛକୁ ଲକ୍ଷ୍ୟ କଲ, ଦେଖିଲ, ତାର ତାରିଖ ଲେଖିବ। ମାସ, କେଉଁ ମାସରେ ତମେ ତାହାକୁ ପର୍ଯ୍ୟବେକ୍ଷଣ କଲ। ଯେଉଁଦିନ ତମେ ଏଇ ତଥ୍ୟ ଲିପିବଦ୍ଧ କରୁଛ ସେଦିନ ପାଣିପାଗ ମଧ୍ୟ ଲେଖିବ। ଖରାଟିଆ ପାଗ କିମ୍ବା ମେଘୁଆ ପାଗ କିମ୍ବା ଶୁଖିଲା ପାଗ, ପବନ, ଝଡ଼ି ତୋଫାନ ସବୁ ଛପି ଦେଇଛି, ସେଗୁଡ଼ିକୁ ତମେ ଲକ୍ଷ୍ୟ କରି ଲେଖିବ। ଖରାଟିଆ ପାଗ, ଖରା ସୂର୍ଯ୍ୟ ଚିତ୍ର ଦେବ। ମେଘୁଆ ପାଗ 3 ନମ୍ବର ଦେବ। ମେଘ ବର୍ଷା ପାଗ, ବର୍ଷା ହେଉଥିବାର ଆଉ ମେଘର ଘୋଟିଥିବାର। ତେଣୁ ଯେଉଁଭଳି ପାଗ ଥିବ ସେଇଭଳି ପାଗକୁ ତମେ ସେଠାରେ ଲେଖିବ। ତାପରେ ଏଠି ଦେଖାହେଇଛି ଉଦ୍ଭିଦର ବିଭିନ୍ନ ଅଂଶ। ଉଦ୍ଭିଦର ବିଭିନ୍ନ ଅଂଶ ଦେଇଛି। ତାପରେ ଅନେକ ବା ଅଳ୍ପ, ଆଦୌ ନାହିଁ। ପତ୍ର ଅଳ୍ପ ଅଛି କିମ୍ବା ଆଦୌ ନାହିଁ କିମ୍ବା ଅନେକ ଅଛି। ପତ୍ରର ରଙ୍ଗ କ'ଣ ଲେଖିବ, ତାର ଆକୃତି, ବର୍ଣ୍ଣନା, ଚିତ୍ର ଏଠାରେ ଲେଖିବ। ପରିସ୍ଥିତି ଅନୁଯାୟୀ ତଥ୍ୟ ଲେଖିବ। ଦେଖ ଏଠି ଆମେ ଆଲୋଚନା କରିବା ପତ୍ର ବିଷୟରେ ଲେଖିବା। ଏହା ଅନେକ, ଧନ୍ୟ ଅନେକ ଲେଖିବା। ତା ରଙ୍ଗ କ'ଣ, ଧନ୍ୟ ସିଏ ସବୁଜ ହୋଇଥିବ, ମାନେ ତାକୁ ଆମେ ସବୁଜ ଲେଖିବା। ସବୁଜ। ଏଠି ଅନେକ ଅଛି, ପତ୍ର ଅନେକ ଲେଖିବା, ବହୁତ ଲେଖିବା ହେଲା। ତାପରେ ଦେଖ ଆକୃତି, ତାର ଆକୃତି କିପରି, ଦାନ୍ତୁରିଆ କିମ୍ବା ଚକା ହେଲା। ଆମେ ଗୋଲ ଯାହା ଲେଖିବା, ଧନ୍ୟ ଗୋଲ ଲେଖିବା, ଗୋଲ ଲେଖିବା। ଟିକେ ସାମ୍ନା ଚେପ୍ଟା ଲେଖିବା, ଗୋଲ। ତାପରେ ସତେଜ ଅଛି, କିପରି ଅଛି, ଶୁଖିଯାଇଛି ନା କ'ଣ, ସତେଜ ଅଛି, ସବୁଜ ସତେଜ ଅଛି, ତେଣୁ ଆମେ ସତେଜ ବୋଲି ଲେଖିବା। ତାପରେ ଫୁଲ ବେଶୀ ଅଛି ନା କମ୍ ଅଛି, ଯଦି ଅଳ୍ପ ଅଛି ଅଳ୍ପ ଲେଖିବା, ଯଦି ଅଧିକ ଅଛି ଅଧିକ ଲେଖିବା। ଅଳ୍ପ, ତାର ରଙ୍ଗ କ'ଣ, ନାଲି, ନୀଳ, ଧଳା, ଯାହା କିଛି ରଙ୍ଗ ତାର ଲେଖିବା। ଯାହା ଦେଖି ଲକ୍ଷ୍ୟ କଲ, ତେଣୁ ମୁଁ ଏଠି ନାଲି ଲେଖିଦେଉଛି। ତାପରେ ତମେ ଲେଖିବ। ତାପରେ କିପରି ଫୁଲ, ଘଣ୍ଟି ପରି କିମ୍ବା ଚକା କିମ୍ବା ଲମ୍ବା, ଏଭଳି ତମେ ଲେଖିପାରିବ। ତାପରେ ସେଭଳି ପରିସ୍ଥିତି ଦେଖିବ, କିପରି କଢ଼ ଅଛି ନା ଫୁଟିଛି, ଯଦି ଫୁଟିଛି ଆମେ ଫୁଟିଛି ବୋଲି ଲେଖିପାରିବା ହେଲା। ବୁଝିଲା ପିଲାମାନେ। ତାପରେ ଫଳ, ତାର ଫଳ କିପରି, ଫଳ ଆଦୌ ଅଛି ନା ଅଛି, ଆଦୌ ନାହିଁ ଲେଖିବା। ଫଳ ଯଦି ଅଛି ଲେଖିବା ଅଛି, ଫଳ ଅଛି। ତାହେଲେ ରଙ୍ଗ କ'ଣ, ତା ରଙ୍ଗ ମଧ୍ୟ ଆମେ ଲେଖିବା ହଳଦିଆ କି ନାଲି, ହଳଦିଆ ଲେଖିବା। ତାର ଆକୃତି କିପରି, ସାମାନ୍ୟ, ଚେପ୍ଟା କିମ୍ବା ଗୋଲ, ଏଭଳି ଲେଖିପାରିବା। ପରିସ୍ଥିତି ଅନୁଯାୟୀ ତଥ୍ୟ, ଫୁଟିଛି, ପରିସ୍ଥିତି ଅନୁଯାୟୀ ଯାହା ଭଲ ଅଛି ଲେଖିବା, ଭଲ ଅଛି। ତାପରେ ଆମେ ଆଗକୁ ଯିବା। କାର୍ଯ୍ୟ 3, ତୁମେ ଉଦ୍ଭିଦର ନୂଆ ପତ୍ର କଅଁଳୁଥିବା ଦେଖିବାକୁ ପାଇଲ କି? ପତ୍ର ବଡ଼ ହେବା ସହିତ ପତ୍ରର ରଙ୍ଗ ବଦଳୁଛି କି? ଏଠି ଆମେ ଲକ୍ଷ୍ୟ କରିବା ଏବଂ ଲେଖିବା ଉତ୍ତରରେ, ହଁ, ତୁମେ ଉଦ୍ଭିଦର ନୂଆ ପତ୍ର କଅଁଳୁଥିବା ଦେଖିଛୁ, ତେଣୁ ହଁ, ଡାଳ ଅଗରେ ଛୋଟ ଛୋଟ ନୂଆ ପତ୍ର କଅଁଳୁଛି ଲେଖିବା। ତାପରେ ପୁରୁଣା ମାଟିଆ ରଙ୍ଗର ପତ୍ର ଗଛରୁ ଝଡ଼ି ପଡ଼ୁଛି କି ଲେଖିବା। ହଁ, କିଛି ହଳଦିଆ ପତ୍ର ତଳେ ପଡ଼ିଛି, ସେସବୁ ଲକ୍ଷ୍ୟ କରିବା, ଲେଖିବା। ତାପରେ ଲେଖିବା, ତୁମେ କୌଣସି ଫୁଲ ଫୁଟିଥିବାର କିମ୍ବା ଫଳ ଫଳୁଥିବାର ଲକ୍ଷ୍ୟ କଲ କି? ତାହେଲେ ତମେ ଏଠି ଆମେ ଲେଖିବା, ଜାମୁକୋଳି ଗଛରେ ଛୋଟ ଧଳା ଫୁଲ ହୋଇଥାଏ। ଏଇ ଗଛରେ ଛୋଟ ଛୋଟ ସବୁଜ ଫଳ ମଧ୍ୟ ଫଳିଥାଏ। ସମୟକ୍ରମେ ଏହି ସବୁଜ ଫଳଗୁଡ଼ିକ ପ୍ରଥମେ ନାଲି ଏବଂ ପରେ ବାଇଗଣ ରଙ୍ଗରେ ପରିଣତ ହୁଏ। ମନ୍ଦାର ଗଛରେ ସୁନ୍ଦର ନାଲି ଫୁଲ ଫୁଟୁଥିବାର ଲକ୍ଷ୍ୟ କରାଯାଇଛି। ଯାହା ତମେ ଲକ୍ଷ୍ୟ କରୁଛ ତାକୁ ଏଠି ବର୍ଣ୍ଣନା କରିବ। ତୁମେ କୌଣସି ଫୁଲ ଫୁଟୁଥିବାର କିମ୍ବା ଫଳ ଫଳୁଥିବାର ଲକ୍ଷ୍ୟ କଲ କି ଲେଖିଲେ। ତାପରେ ଆମେ ଆଗକୁ ଯିବା। ଆଉ କ'ଣ ସବୁ ପର୍ଯ୍ୟବେକ୍ଷଣ କଲ? ଗଛରେ ପିମ୍ପୁଡ଼ି ଚାଲୁଛନ୍ତି କିମ୍ବା ଗଛଟି ଝାଉଁଳି ଯାଇଛି, ଯାହା କିଛି ଲକ୍ଷ୍ୟ କଲ ତାକୁ ତୁମେ ଏଠାରେ ଲେଖିବ। ତାପରେ ଆଗକୁ ଯିବା। ଆସ ଲେଖିବା। ତୁମ ଖାତାରେ
ତୁମ ଉଦ୍ଭିଦ ବନ୍ଧୁ ବିଷୟରେ ଲେଖ। ବିଭିନ୍ନ ଗଛର ପତ୍ର ଭିନ୍ନ ଭିନ୍ନ ରଙ୍ଗ, ଆକୃତି, ଆକାରର ହୋଇଥାଏ। ଦେଖ, ଆମେ ଜାଣିଛନ୍ତି ବିଭିନ୍ନ ରଙ୍ଗର ଫୁଲ, ପତ୍ର, ଆକୃତି ସବୁ ଭିନ୍ନ। ଦେଖ, ଏଠି ଆମେ ଦେଖୁଛେ ଇଏ ହେଉଛି ଅଶ୍ୱତଥ ପତ୍ର। ଏହି ପତ୍ରର ଆକାର ଦେଖିବାକୁ କିପରି? ଏଠି ଆମ୍ବ ପତ୍ର ଅଛି, ଆମ୍ବ ପତ୍ର ମଧ୍ୟ ଆକାର ଅଲଗା। ଏଠି ପଦ୍ମ ପତ୍ରର ମଧ୍ୟ ଆକାର ଅଲଗା। ଏଠି ତେନ୍ତୁଳି ପତ୍ରର ଆକାର ମଧ୍ୟ ଅଲଗା। ତେଣୁ ଆକାର, ରଙ୍ଗ ଭିତରେ ବହୁତ ତଫାତ ଥାଏ। ତାପରେ କାର୍ଯ୍ୟ 4, ନିଜ ଆଖପାଖରେ ଥିବା ବିଭିନ୍ନ ଉଦ୍ଭିଦର ପତ୍ର ଗୁଡ଼ିକ ନିରୀକ୍ଷଣ କର। ତେଣୁ ତୁମେ ଆଖପାଖରେ ଥିବା ପତ୍ର ଗୁଡ଼ିକୁ ଦେଖିବ, ତାର ଗଠନ କ'ଣ ଓ ରଙ୍ଗ ମଧ୍ୟ କ'ଣ ଦେଖିବ। ବିଭିନ୍ନ ଗଛର ପତ୍ର ରଙ୍ଗ, ଆକୃତି, ଆକାର ଭିନ୍ନ ଭିନ୍ନ ହୋଇଥାଏ। କେତେକ ପତ୍ର ଖଦଡ଼ା ହୋଇଥିବା ବେଳେ କେତେକ ଚିକ୍କଣ ହୋଇଥାଏ। ଉଦାହରଣ ସ୍ୱରୂପ ଜାମୁକୋଳି ଗଛର ପତ୍ର ଗୁଡ଼ିକ ମୋଟା ଆଉ ଚିକ୍କଣ ହୋଇଥାଏ। ସେହିଭଳି ଲେଖିବା ଘାସର ପତ୍ର। ଘାସର ପତ୍ର ମଧ୍ୟ ସାଧାରଣତଃ ଲମ୍ବା, ପତଳା, ଚେପ୍ଟା ହୋଇଥାଏ। ତାପରେ ନିରୀକ୍ଷଣ କରିବାର ପ୍ରଣାଳୀ। ଉଦ୍ଭିଦରେ ନୂଆ ପତ୍ର କଅଁଳୁଛି କି ନାହିଁ ଲକ୍ଷ୍ୟ କରନ୍ତୁ। ତୁମେ ଦେଖିବ ଗଛରେ ନୂଆ ପତ୍ର କଅଁଳୁଛି କି ନାହିଁ ଲକ୍ଷ୍ୟ କରିବ। ଲକ୍ଷ୍ୟ କରି ଲେଖିବ। ପତ୍ର ବଡ଼ ହେବା ସହିତ ଏହା ରଙ୍ଗ ବଦଳୁଛି କି ନାହିଁ ଦେଖନ୍ତୁ। ଗଛରୁ ପୁରୁଣା ମାଟିଆ ରଙ୍ଗର ପତ୍ର ଝଡ଼ି ପଡ଼ୁଛି କି ନିରୀକ୍ଷଣ କରନ୍ତୁ। ତେଣୁ ଆମେ ଦେଖିଛେ ଯେ କେତେକ ଗଛ ପୁରୁଣା ପତ୍ର ସବୁ ଝଡ଼ି ଯାଉଛି, ନୂଆ ପତ୍ର ଆସୁଛି। ସେଗୁଡ଼ିକ ଦେଖିବାକୁ ବହୁତ ସୁନ୍ଦର ଲାଗୁଛି ଆଉ ସବୁଜ ବର୍ଣ୍ଣ ଧାରଣ କରୁଥିବାର ଆମେ ମଧ୍ୟ ନିରୀକ୍ଷଣ କରୁଛନ୍ତି। ତାପରେ ଆମେ ଆଗକୁ ଯିବା କାର୍ଯ୍ୟ 5। କାର୍ଯ୍ୟ 5 ଦେଖିବା। ପିଲାମାନେ, କାର୍ଯ୍ୟ 5ରେ କ'ଣ ବର୍ଣ୍ଣନା କରାଯାଇଛି ଆମେ ଦେଖିବା। ତୁମେ ଆଖିରେ ପଟି ବାନ୍ଧି ଖେଳ ଖେଳୁଛ କି? ଖେଳ ଖେଳିଛ କି? ଏହି ଖେଳରେ ଜଣେ ବନ୍ଧୁ, ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗର ଆଖିକୁ କପଡ଼ାରେ ବାନ୍ଧିଥାନ୍ତି। ଏବେ ସେମିତି କପଡ଼ା ନେଇ ତୁମ ସାଙ୍ଗ ଆଖିରେ ପଟି ବାନ୍ଧ। ଏଥର ତୁମ ସାଙ୍ଗ ପାଖକୁ ତୁମେ ଗୋଟିଏ ଫଳ ଆଣ। ତୁମ ସାଙ୍ଗ ଫଳକୁ କେତେ ଦୂରରେ ଦେଖିପାରୁଛି। ଏବେ ଏହି ଖେଳକୁ କଟା ଫଳ ଖଣ୍ଡ ସହିତ ପୁନରାବୃତ୍ତି କର। ଗୋଟା ଫଳର ବାସ୍ନା ଅପେକ୍ଷା କଟା ଫଳର ବାସ୍ନା ଦ୍ୱାରା ଫଳକୁ ଚିହ୍ନିବା ସହଜ ଥିଲା କି? ଦେଖ, ଯଦି ଆମେ ଆଖିରେ ପଟି ବାନ୍ଧିବା ତାହେଲେ ଆମେ କିଛି ଫଳକୁ ମଧ୍ୟ ବାସ୍ନା ଜାଣିପାରିବା। ବାସ୍ନା ଶୁଙ୍ଗି ଆମେ ଜାଣିପାରିବା, କେଉଁ ଫଳ ମଧ୍ୟ କହିପାରିବା। ଧରିନିଅ ଜାମ ଆମେ ଗୋଟେ ବାସ୍ନା ଦେଖି ଆମେ ଜାଣିପାରିବା ଜାମ ଫଳ। ତାକୁ କାଟିଦେଲେ ମଧ୍ୟ ଆମେ ବାସ୍ନା ଜାଣିପାରିବା। ସେଇଭଳି କିଛି କମଳା ନେବା, ତେଣୁ ସେ କମଳାକୁ ଦେଖି ବାସ୍ନା ଜାଣିପାରିବା କମଳା। ଲେମ୍ବୁ ମଧ୍ୟ ଆମେ ଜାଣିପାରିବା। ତେଣୁ କେତେକର ବିଭିନ୍ନ ପ୍ରକାର ବାସ୍ନା ରହିଥାଏ। ସେଇ ବାସ୍ନାକୁ ଆମେ ଜାଣିପାରିବା। ଉଦ୍ଭିଦର ବିଭିନ୍ନ ଅଂଶ ବିଷୟରେ ଆମେ ଆଲୋଚନା କରିବା। ଉଦ୍ଭିଦର ବିଭିନ୍ନ ଅଂଶ ଦେଖ, ଏଠି ଉଦ୍ଭିଦର ବିଭିନ୍ନ ଅଂଶ ଅଛି, ଯାହାକି ଏଠି ଛବି ଦେଖ। ଏଇ ଉଦ୍ଭିଦରେ ଏଇଟା କୁହାହଉଛି କାଣ୍ଡ। କାଣ୍ଡ ଇଏ ହେଉଛି ଫଳ, ତାପରେ ଇଏ ହେଉଛି ପତ୍ର। ତାପରେ ଏଠି ଫୁଲ, ଏଠି ଦିଆଯାଇଛି, ତେଣୁ ଏ ହେଉଛି ଫୁଲ। ତାପରେ ପତ୍ର, ଫଳ। ତାପରେ କ'ଣ ଅଛି ଦେଖିବା। ଏଠି ମଞ୍ଜି ହେଲା, ମଞ୍ଜିରୁ ଗଜା ହୁଏ। ଗଜାରୁ ପୁଣି ତାର ଚେର ମାଟି ତଳକୁ ଯାଇଥାଏ ହେଲା। ଏ ହେଉଛି ଟମାଟୋ ଗଛର ଚିତ୍ର। ତାପରେ ଆମେ ଉଦ୍ଭିଦର କାଣ୍ଡ, ପତ୍ର, ଫଳ ବିଷୟରେ ଜାଣିଲେ। ଆଗକୁ ଯିବା। ମୂଳ କାମ ହେଉଛି ମାଟି ତଳେ ଥାଏ। ମୂଳ କେଉଁଠି ଥାଏ? ମୂଳ ମାଟି ତଳେ ଥାଏ। ତାପରେ କାଣ୍ଡ ମାଟି ଉପରକୁ, ଗଛର ମୁଖ୍ୟ ଅଂଶ ଯାହା ଉପରକୁ ବଢ଼େ। ପତ୍ର ଡାଳରେ ହୁଏ, ସାଧାରଣତଃ ସବୁଜ ରଙ୍ଗର ଯାହା ଥାଏ ପତ୍ର। ଫୁଲ ଗଛର ସୁନ୍ଦର ଅଂଶ, ଏଥିରୁ ଫଳ ହୁଏ। ସେହି ଫୁଲରୁ ଫଳ ହୋଇଥାଏ। ଫୁଲରୁ ଫଳ ହୁଏ ଏବଂ ଏହା ଭିତରେ ମଞ୍ଜି ଥାଏ। ସେଇ ଫଳ ଭିତରେ ମଞ୍ଜି ରହିଥାଏ। ପୁଣି ସେ ମଞ୍ଜିରୁ ନୂତନ ଗଛ ସୃଷ୍ଟି ହୋଇଥାଏ। ତାପରେ ଆମେ କାର୍ଯ୍ୟ 6 ଦେଖିବା। କାର୍ଯ୍ୟ 6ରେ କ'ଣ ଅଛି
ଲକ୍ଷ୍ୟ କର, ଛେଲି ହେଉଛି ଗଛର କଠିନ ବାହ୍ୟ ଆବରଣ। ଦେଖ ଗଛର ଛାଲି, ସେ ଛାଲି ହେଉଛି କଠିନ ବାହ୍ୟ ଆବରଣ। ଯେପରି ଆମର ଶରୀରର ବାହ୍ୟ ଆବରଣ ହେଉଛି ଚର୍ମ। ଗଛର ଛେଲିକୁ ସ୍ପର୍ଶ କରି ଧ୍ୟାନ ସହ ଦେଖ, ଏଥିରେ କୌଣସି ଜୀବଜନ୍ତୁ, କୀଟପତଙ୍ଗ କିମ୍ବା ଉଦ୍ଭିଦ ଦେଖିବାକୁ ମିଳେ କି? ଛେଲି ଉପରେ ଏକ କାଗଜ ରଖ, ଧୀରେ ଧୀରେ ଏହା ଉପରେ ପେନସିଲ କିମ୍ବା କ୍ରେୟନକୁ ବାରମ୍ବାର ଘଷ। ଲକ୍ଷ୍ୟ କର ଯେ ଛେଲିର ଛାପ କାଗଜ ଉପରେ ସ୍ପଷ୍ଟ ଭାବେ ଦେଖାଯିବ। ତେଣୁ ଘଷିଲେ ଯୋଉ ଛାଲି ଯେଉଁଭଳି ହେଇଥାଏ ସେଇଭଳି ଆକାର ଧାରଣ କରିଥାଏ। କାଗଜର ପଛପଟେ ତୁମେ ଗଛର ନାମ ଲେଖ କିମ୍ବା ତା ସମ୍ପର୍କରେ ବର୍ଣ୍ଣନା କର। ଏବେ ତୁମ ସାଙ୍ଗମାନଙ୍କର କାଗଜ ସଂଗ୍ରହ କର ଏବଂ ତୁମେ ଗଛର ଛେଲି ଚିତ୍ରକୁ ଦେଖି ଗଛକୁ ଚିହ୍ନି ପାରୁଛ କି ନାହିଁ? ତୁମେ ଗଛର ଅନ୍ୟ କୌଣସି ପଶୁ, ପକ୍ଷୀ, କୀଟ ପତଙ୍ଗ ଦେଖିଲ କି? ସେମାନେ ସେଠାରେ କଣ ସବୁ କରୁଛନ୍ତି? ସେସବୁ ବିଷୟରେ ଆମେ ଲେଖିବା। ହଁ, ମୁଁ ଗଛରେ ପିମ୍ପୁଡ଼ି, ବୁଢିଆଣୀ, ଗୁଣ୍ଡୁଚି ମୂଷା ଦେଖିଲି। ଏମାନେ ସେଠାରେ କଣ କରୁଥିଲେ? ପିମ୍ପୁଡ଼ି ମାନେ ଧାଡ଼ି ଧାଡ଼ି ହୋଇ ଯାଉଥିଲେ, ଗୁଣ୍ଡୁଚି ମୂଷା ମାନେ ଏ ଡାଳୁ ସେ ଡାଳକୁ ଡେଉଁଥିଲେ। ଏସବୁ ଆମେ ଲକ୍ଷ୍ୟ କରୁଛେ। ତେଣୁ ତୁମେ ଜାଣ କି ଆଖୁରୁ ଚିନି ଉତ୍ପାଦନ କରାଯାଏ। ଯଦି ଆମେ ଖାଉଥିବା ଆଖୁ, ସେ ଆଖୁରୁ ଚିନି ବାହାରେ। ବାଉଁଶ ହେଉଛି ସବୁଠାରୁ ଲମ୍ବା ଘାସ। ଆଉ ମିଜୋରାମରେ ଦେଖାଯାଉଥିବା ରାଫ୍ଲେସିଆ ହେଉଛି ସବୁଠାରୁ ବଡ଼ ଫୁଲ। ଏହା ଛତା ଭଳି ବଡ଼। ବର୍ତ୍ତମାନ ଆମେ ଏଇ ପାଠର ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ଏଠି ଲେଖାଯାଇଛି, ଉଦ୍ଭିଦ ନଥିଲେ କଣ ହୁଅନ୍ତା? ଆମେ ଲେଖିବା, ଉଦ୍ଭିଦ ନଥିଲେ ଆମେ ଖାଇବାକୁ ଖାଦ୍ୟ ପାଇବା ନାହିଁ ଏବଂ ନିଶ୍ୱାସ ନେବାକୁ ଅମ୍ଳଜାନ ମିଳିବ ନାହିଁ, ଆମେ ବଞ୍ଚିପାରିବା ନାହିଁ। ତାପରେ ଖ, ଉଦ୍ଭିଦର ମୂଳ ଗଛକୁ ବଢ଼ିବାରେ କିପରି ସାହାଯ୍ୟ କରିଥାଏ? ଲେଖିବା, ମୂଳ ଗଛକୁ ମାଟିରେ ଜାବୁଡ଼ି ଧରି ରଖେ ଏବଂ ମାଟିରୁ ପାଣି ଶୋଷି ଗଛକୁ ଯୋଗାଇଥାଏ। ଗ ନମ୍ବର ଲେଖିବା, ଉଦ୍ଭିଦରେ କାଣ୍ଡର ଭୂମିକା କଣ? କାଣ୍ଡ ଗଛକୁ ସିଧା ଠିଆ ହେବାରେ ସାହାଯ୍ୟ କରେ ଏବଂ ଡାଳ, ପତ୍ର, ଫୁଲକୁ ଧରି ରଖେ। ତାପରେ 2 ନମ୍ବର ଲେଖ, ସ୍କୁଲ, ପାର୍କ କିମ୍ବା ଘର ନିକଟରେ ଦେଖିଥିବା ଉଦ୍ଭିଦଗୁଡ଼ିକର ତାଲିକା କର। ସେଗୁଡ଼ିକ କେଉଁ ପ୍ରକାର ଉଦ୍ଭିଦ? ଲେଖିବା, ଗଛ, ବୁଦା, ଗୁଳ୍ମ, ଘାସ, ଆଶ୍ରିତ, ବିନା ଆଶ୍ରିତ ଲତା ସବୁ ଚିହ୍ନଟ କରିବୁ। ଦେଖିବା, ଆମ୍ବ ଗୋଟେ ଗଛ, ତୁଳସୀ ଗୁଳ୍ମ ଜାତୀୟ, ମନ୍ଦାର ବୁଦା ଜାତୀୟ। ସେହିଭଳି ଖରେ ଅଛି, ଦେଖିବା, ଉଦ୍ଭିଦର କେଉଁ ନିର୍ଦ୍ଦିଷ୍ଟ ଅଂଶ ତୁମକୁ ଏହା କେଉଁ ପ୍ରକାର ଉଦ୍ଭିଦ ବୋଲି ଜାଣିବାରେ ସାହାଯ୍ୟ କରିଥାଏ? ଏଠି ଆମେ ଲେଖିବା, ଗୋଟିଏ ଉଦ୍ଭିଦର କେଉଁ ପ୍ରକାରର, ତାହା ମୁଖ୍ୟତଃ ତାର ଫୁଲ ଏବଂ ପତ୍ରକୁ ଦେଖି ଜାଣି ହୁଏ। ଏହା ବ୍ୟତୀତ ନିମ୍ନଲିଖିତ ଅଂଶଗୁଡ଼ିକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। 1 ଲେଖିବା, ଫୁଲ। ଉଦ୍ଭିଦଟି ସପୁଷ୍ପକ କିମ୍ବା ଅପୁଷ୍ପକ ତାହା ଫୁଲରୁ ଜଣାପଡ଼େ। ଫୁଲର ରଙ୍ଗ, ପାଖୁଡ଼ା ସଂଖ୍ୟା ଏବଂ ଗଠନରୁ ଉଦ୍ଭିଦ ପ୍ରଜାତି ଚିହ୍ନଟ କରାଯାଏ। ସେଭଳି ପତ୍ରର ଆକାର, ଏହାର ଶିରୋବିନ୍ୟାସ କିମ୍ବା ଧାରାକୁ ଦେଖି ଉଦ୍ଭିଦର ଏକବୀଜପତ୍ରୀ, ଦ୍ୱିବୀଜପତ୍ରୀ ତାହା ଜାଣିବେ। ଏକବୀଜପତ୍ରୀ ଅର୍ଥ ଯାହାର ଗୋଟିଏ ମାତ୍ର ପତ୍ର ଥାଏ, ଏକବୀଜପତ୍ରୀ। ସେହିଭଳି କାଣ୍ଡର କଠିନତା, ଗଠନରୁ ତାହା ଆମେ ଗୁଳ୍ମ କିମ୍ବା ବୃକ୍ଷ ତାହା ଜାଣିପାରୁ। ସେ ମୂଳ, ଚେରର ପ୍ରକାର, ଶିଫା ମୂଳ କିମ୍ବା ଚେରମୂଳ ମଧ୍ୟ ଉଦ୍ଭିଦର ଶ୍ରେଣୀଭାଗ ଜାଣିବାରେ ସାହାଯ୍ୟ କରେ। ତାପରେ ଗ ନମ୍ବର ଅଛି, ତୁମର ପ୍ରିୟ ଉଦ୍ଭିଦ ବିଷୟରେ ବର୍ଣ୍ଣନା କର, ଏହା କାହିଁକି ତୁମର ପ୍ରିୟ ହୋଇଥିଲା? ଏଠି ଲେଖିବା, ମୋର ପ୍ରିୟ ଉଦ୍ଭିଦ ହେଲା ଆମ୍ବ ଗଛ, କାରଣ ଏହା ଆମକୁ ମିଠା ଫଳ ଦିଏ ଏବଂ ଖରାଦିନେ ଥଣ୍ଡା ଛାଇ ଦିଏ। ତାପରେ 3 ନମ୍ବର, ଚିତ୍ର ଅଙ୍କନ କର। ତୁମ ଆଖପାଖରେ ଦେଖୁଥିବା ବିଭିନ୍ନ ପ୍ରକାର ପତ୍ରର ଚିତ୍ର ଅଙ୍କନ କରିବ। ଏଠି ତୁମେ ଚିତ୍ର ଅଙ୍କନ କରିବ, ବେଲପତ୍ର, ଓସ୍ତପତ୍ର, ନିମ୍ବପତ୍ର, ଆମ୍ବପତ୍ର, ବରପତ୍ର, ଏଇଭଳି ତୁମେ ପତ୍ରକୁ ଲେଖିବ। ତାପରେ
ଏହି ପାଠର ପ୍ରଶ୍ନ ଉତ୍ତର କିମ୍ବା ଏହି ପାଠଟି ସମ୍ପୂର୍ଣ୍ଣ ହୋଇଛି। ଆଶା କରୁଛି ଏ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବ। ପରବର୍ତ୍ତୀ କ୍ଲାସରେ ପୁଣି ଦେଖାହବ। ବର୍ତ୍ତମାନ ପାଇଁ ବିଦାୟ ନେଉଛି।